फ्रेंड वेलकम टू DH योर यूट्यूब चैनल। तो এই ভিডিওରେ ଆମେ ଜାଣିବା ଓଡ଼ିଶା पुलिस जो एग्जाम ହେଇଥିଲା OSCP AIB ତାର ରେଜଲ୍ଟ ବାହାରି ଯାଇଛି ଏବଂ ଆନ୍ସର କି ମଧ୍ୟ ଆସି ସାରିଛି। ତ ଆମେ ଏଥିରେ କିପରି ଭାବରେ କ୍ୱେଶ୍ଚନ ପଡ଼ିଥିଲା ଏବଂ କୋଉ ଟାଇପର କ୍ୱେଶ୍ଚନ ପଡ଼ିଥିଲା ସେ ବିଷୟରେ ଆମେ ଡିସ୍କସନ କରିବା ଏବଂ ତାର ଆନ୍ସର କଣ ହବ ଆନ୍ସର କି ଆସି ସାରିଲା ପରେ ତାହା ମଧ୍ୟ ଆମେ ଡିଟେଲରେ ଡିସ୍କସନ କରିବା। ଟୋଟାଲ ଆପଣଙ୍କର 100ଟି क्वेश्चन ଆସିଥିଲା, ତେଣୁକରି ଆମେ ଏହାକୁ ପାର୍ଟ କରିକି ନେବା। ଆଜି ପ୍ରଥମେ ଗୋଟିଏ ପାର୍ଟ ଦେଖିବା କିଛି क्वेश्चन, ତାପରେ ଆଉ ଗୋଟେ ପାର୍ଟରେ ଆଉ କିଛି क्वेश्चन ଦେଖିବା। ତ କୋଉ ଟାଇପର क्वेश्चन ଆସୁଛି ଆପଣଙ୍କର OSCP AIB ରେ ବା ପୋଲିସ ଏକ୍ସାମ ରେ এই ଭିଡିଓରେ ଆମେ ଡିଟେଲରେ ଦେଖିବା। ତ ଚ୍ୟାନେଲକୁ ଯଦି ନୂଆ କରି ଭିଜିଟ କରୁଥିବେ ତାହେଲେ ନିହାତି ଭାବରେ ସବସ୍କ୍ରାଇବ କରି ଆମକୁ ସପୋର୍ଟ କରିବେ ଆଗକୁ ଏଇ ଟାଇପର ଭିଡିଓ ଦେଖିବା ପାଇଁ ଏବଂ ଜବ୍ ଇନଫର୍ମେସନ ପାଇବା ପାଇଁ। ତ ଚାଲନ୍ତୁ ଭିଡିଓଟି ଷ୍ଟାର୍ଟ କରିବା। ତ ପ୍ରଥମ ସେକ୍ସନଟି ଆପଣଙ୍କର ରହିଥିଲା ଓଡ଼ିଆ ଏବଂ ଇଂଲିଶ ସେକ୍ସନଟି ରହିଥିଲା। ତ ପ୍ରଥମେ ଦେଇଛି ଓଡ଼ିଆ। ଓଡ଼ିଆରେ କଣ କ୍ୱେଶ୍ଚନ ଆସିଥିଲା? ଏକ ନମ୍ବର ଆସିଥିଲା ଅନୁଜ ଶବ୍ଦର ଉପସର୍ଗଟି କିଏ ବୋଲି ପଚାରିଥିଲା। ଅନୁଜ ଶବ୍ଦର ଉପସର୍ଗଟି କିଏ ବୋଲି ପଚାରିଥିଲା। ତ ଅନୁଜରେ ଅନୁ ହେଇଯିବ ଆପଣଙ୍କର ଉପସର୍ଗ। 2 ନମ୍ବର କ୍ୱେଶ୍ଚନ ପଚାରିଥିଲା ଉତ୍ତମ ମଧ୍ୟମ ଏହା କେଉଁ ଅର୍ଥରେ ବ୍ୟବହାର ହୋଇଛି? ତ ଉତ୍ତମ ମଧ୍ୟମ ଆପଣଙ୍କର ନିସ୍ତୁକ ମାଡ଼ ଏଇ ଅର୍ଥରେ ବ୍ୟବହୃତ ହୋଇଥାଏ। ତାପରେ 3 ନମ୍ବର କ୍ୱେଶ୍ଚନ କଣ କହିଛି? ଗଦ ଯୁକ୍ତ ଜ ଏହାର କୃଦନ୍ତ ରୂପଟି କଣ ହବ ବୋଲି ପଚାରିଛି। ଗଦ ଯୁକ୍ତ ଜ ଆପଣଙ୍କର ଗଦ୍ୟ ହେଇଯିବ। 4 ନମ୍ବର କ୍ୱେଶ୍ଚନ କଣ କହିଛି? ଦୃଢ ପ୍ରତିଜ୍ଞ ର ବ୍ୟାସ ବାକ୍ୟ କଣ ହବ? ଦୃଢ ପ୍ରତିଜ୍ଞ ର ବ୍ୟାସ ବାକ୍ୟ ଆପଣଙ୍କର ଦୃଢ ପ୍ରତିଜ୍ଞା ଯାହାର ତାକୁ କୁହାଯାଏ ଦୃଢ ପ୍ରତିଜ୍ଞ। ତ ବ୍ୟାସ ବାକ୍ୟଟି ହବ ଦୃଢ ପ୍ରତିଜ୍ଞା ଯାହାର। 5 ନମ୍ବର କ୍ୱେଶ୍ଚନ କଣ କହିଛି? ବାଲି ମାଟି ଏହା କେଉଁ ସମାସ ଅନ୍ତର୍ଗତ? ବାଲି ମାଟିକୁ ଯଦି ଆପଣ ବ୍ୟାସ ବାକ୍ୟରେ ଲେଖିବେ ହେଲେ ଆପଣଙ୍କୁ ହେଇଯିବ ବାଲି ପରି ମାଟି ହେଇଯିବ। ତ ତେଣୁକରି ଯେହେତୁ ଏହା ବାଲି ପରି ମାଟି ହେଉଛି ପରି ଯୋଉ ରହିଲା ମଧ୍ୟପଦ ତାହା ଲୋପ ପାଇଯାଉଛି, ତେଣୁକରି ମଧ୍ୟପଦ ଲୋପି କର୍ମଧାରୟ ହେଇଯିବ ସଠିକ ଉତ୍ତର। ସଂହାର 6 ନମ୍ବର ପଚାରିଛି ସଂହାରର ସନ୍ଧି ବିଚ୍ଛେଦ କଣ ହବ? ସଂହାରର ସନ୍ଧି ବିଚ୍ଛେଦ ସଂଯୁକ୍ତ ହାର ହେଇଯିବ ସଠିକ ଉତ୍ତର। ତାପରେ ଆସିଲା 7 ନମ୍ବର। 7 ନମ୍ବର କଣ ପଚାରିଛି? ଜକ ମୁହଁରେ ଲୁଣ ଏହା କେଉଁ ଅର୍ଥରେ ପ୍ରକାଶ କରେ? ଜକ ମୁହଁରେ ଲୁଣ ଯୋଉ ରୂଢି ରହିଛି ଆପଣ କୋଉ ଅର୍ଥରେ ପ୍ରକାଶ କରେ? ତାହା ହେଇଯିବ ଗର୍ବ ଭାଙ୍ଗିବା। ଗର୍ବ ଭାଙ୍ଗିବା ହେଇଯିବ ସଠିକ ଉତ୍ତର। 8 ନମ୍ବର କହିଛି କ୍ରେତାର ଗଠନ ରୀତି କଣ ହବ? କ୍ରେତାର ଗଠନ ରୀତି କିପରି ଭାବରେ ଗଠିତ କ୍ରେତା? ତ ସଠିକ ଉତ୍ତର ହେଇଯିବ କ୍ରି ଯୁକ୍ତ ତ୍ରୁ ମିଶିଲେ ଆପଣଙ୍କର ହେଇଯିବ କ୍ରେତା। କ୍ରି ସହିତ ଯଦି ତ୍ରୁ ମିଶିଲା ହେଲେ ଆପଣଙ୍କର ହେଇଯିବ କ୍ରେତା। 9 ନମ୍ବର କ୍ୱେଶ୍ଚନ କଣ କହିଛି? ବୟଯୁକ୍ତ ବୃଦ୍ଧ ଏହାର ସନ୍ଧି ରୂପ କଣ ହବ? ବୟ ସହିତ ଯଦି ବୃଦ୍ଧ ମିଶିଯିବ ହେଲେ ସନ୍ଧି ହେଲେ କଣ ହବ? ତାହା ହେଇଯିବ ଆପଣଙ୍କର ବୟ ବୃଦ୍ଧ ହେଇଯିବ। ଯୋଉ ଏଇଠି ବିସର୍ଗ ସନ୍ଧି ଆପଣଙ୍କର ହବ ବିସର୍ଗଟା ଅ ଫଳାରେ ପରିବର୍ତ୍ତନ ହେଇଯିବ, ତେଣୁକରି ବୟ ବୃଦ୍ଧ ହେଇଯିବ ସଠିକ ଉତ୍ତର। 10 ନମ୍ବର କ୍ୱେଶ୍ଚନ କଣ କହିଛି? ନିମ୍ନଲିଖିତ ମଧ୍ୟରୁ କେଉଁ ଉପସର୍ଗଟି ଓଡ଼ିଆ ଭାଷାରେ ପରିବର୍ତ୍ତନ ସମୀପ ବିପରୀତ ସାଦୃଶ୍ୟ ପ୍ରତ୍ୟେକ ପାଶ୍ଚାତ୍ୟ ବିରୋଧ ସମ୍ମାନ ଆଦି ଅର୍ଥରେ ବ୍ୟବହୃତ ହୁଏ? ତ ସେଇ ପ୍ରତ୍ୟୟଟି ହଉଛି ବା ସେଇ ଉପସର୍ଗଟି ତୁମର ପ୍ରତି ଉପସର୍ଗଟି ହେଇଯିବ ସଠିକ ଉତ୍ତର। ତ ଓଡ଼ିଆ ସେକ୍ସନରେ ଆପଣଙ୍କର 10ଟି କ୍ୱେଶ୍ଚନ ଥିଲା ଏବଂ ତାପରେ ଷ୍ଟାର୍ଟ ହେଇଯାଇଛି ଇଂଲିଶ ସେକ୍ସନଟି। ତ 20ଟି କ୍ୱେଶ୍ଚନ ମଧ୍ୟରୁ ଓଡ଼ିଆ ରହିଛି 10ଟି, ଇଂଲିଶ ରହିଛି ଆପଣଙ୍କର 10ଟି। ତ ଚାଲନ୍ତୁ ଆରମ୍ଭ କରିବା ଇଂଲିଶ ସେକ୍ସନ। କବିର ଦି ଗ୍ରେଟ୍ ରିଫର୍ମର ୱାଜ ଏ ୱିଭର। ହିୟର କବିର ଇଜ ହୁଇଚ ପାର୍ଟ ଅଫ ସ୍ପିଚ? ଏଠି ଦେଖିପାରୁଥିବେ କବିର। କବିର ଆପଣଙ୍କର ଗୋଟିଏ ସବଜେକ୍ଟ। ଏଠି ଆପଣଙ୍କର ଯୋଉ ସେଣ୍ଟେନ୍ସ ରହିଛି କବିରଟି ଆପଣଙ୍କର ହେଇଯିବ ସବଜେକ୍ଟ ରହିଯିବ। ତ ସବଜେକ୍ଟ କେବଳ ଆପଣଙ୍କର ନାଉନ ହବ ନହେଲେ ପ୍ରୋନାଉନ ହବ। ଯେହେତୁ ଏଠି ପ୍ରୋନାଉନ ଅପସନରେ ନାହିଁ ବା ଏମିତି ବି ଦେଖିପାରିବେ ଆପଣଙ୍କର କବିଟି ଗୋଟେ ନାମବାଚକ ବିଶେଷ ହେଇଯିବ, ତେଣୁକରି ନାଉନ ହେଇଯିବ ଏଥିରେ ସଠିକ ଉତ୍ତର। 12 ନମ୍ବର କହିଲା fill the blank with the correct interjection to complete the sentence meaningfully। ତ ଅର୍ଥପୂର୍ଣ୍ଣ ଭାବରେ ଆପଣଙ୍କର କୋଉ ଇଣ୍ଟରଜେକ୍ସନ ସେଠି ଲାଗିବ? ତ କହିଛି ଡ୍ୟାଶ we won the competition। we won the competition ତ କମ୍ପିଟିସନ ଆମେ ଜିତି ଯାଇଛୁ, ତେଣୁକରି କଣ ଖୁସିର ମାହୋଲ ଅଛି। ତ ଖୁସିର ମାହୋଲ ପାଇଁ ଆପଣଙ୍କର ଖୁସିର ଇଣ୍ଟରଜେକ୍ସନ ଟି ଲାଗିବ, ଯୋଉଟା କି ହୁରା ହଉଛି ଆପଣଙ୍କର ଖୁସିର ଇଣ୍ଟରଜେକ୍ସନ।
ଆଉଚଟା ଆପଣଙ୍କର ଯଦି କିଛି ଟିକେ ବାଜି ଯାଇଥିବ ବା କୋଉଠି ଆଘାତ ହେଇଥିବ ତାହେଲେ ସେଇ ଆଉଚ ଇଣ୍ଟରଜେକ୍ସନ ଟା ଲାଗେ। ସେଇ ଟାଇପର ଆଲ୍ଲାହାସଟା ହଉଛି ଆପଣଙ୍କର ଦୁଃଖପୂର୍ଣ୍ଣ ଭାବରେ ଆପଣଙ୍କର ଲାଗିଥାଏ ଆଲ୍ଲାହାସଟା। ତ ଏଇଭଳି ଇଣ୍ଟରଜେକ୍ସନ ଅଛି। ତ 13 ନମ୍ବର କ୍ୱେଶ୍ଚନ ଦେଖିବା। ଡ୍ୟାଶ ସନ୍ ରାଇଜେସ୍ ଇନ୍ ଦି ଇଷ୍ଟ। ତ ସଠିକ ଉତ୍ତର ହେଇଯିବ ଏଠି ଡି ହେଇଯିବ ସଠିକ ଉତ୍ତର। ଦି ସନ୍ ରାଇଜେସ୍ ଇନ୍ ଦି ଇଷ୍ଟ। ଏ ସନ୍ ହବନି କି ଆନ୍ ସନ୍ ବି ହବନି। ଆପଣଙ୍କର ଦି ସନ୍ ରାଇଜେସ୍ ଇନ୍ ଦି ଇଷ୍ଟ। 14 ନମ୍ବର କ୍ୱେଶ୍ଚନ ଦେଖିବା। ହ୍ୱାଟ ଇଜ ଦି ଆଣ୍ଟୋନିମ୍ ଅଫ ଦି ୱାର୍ଡ ଡେଷ୍ଟ୍ରୟ। ତ ଡେଷ୍ଟ୍ରୟ ର ଆଣ୍ଟୋନିମ୍ କଣ ପଚାରିଛି? ଆଣ୍ଟୋନିମ୍ କହିଲେ ଆପଣଙ୍କର ବିପରୀତ ଶବ୍ଦ। ତ ଡେଷ୍ଟ୍ରୟ ର ବିପରୀତ ଶବ୍ଦ। ଡେଷ୍ଟ୍ରୟ ମାନେ ଭାଙ୍ଗିବା ବା ଭାଙ୍ଗିଦେବା, ଡେଷ୍ଟ୍ରୟ କରିଦେବା, ବୁଝିପାରୁଥିବେ ଆପଣ। ତ ତାର ବିପରୀତ ଶବ୍ଦ କଣ ହବ? ଗଠନ କରିବା, ଗଢିବା ହେଇଯିବ। ତେଣୁକରି କନଷ୍ଟ୍ରକ୍ଟ ହେଇଯିବ ଆପଣଙ୍କର ସଠିକ ଉତ୍ତର। 15 ନମ୍ବର କ୍ଲାସ ଦି କ୍ୟୁ ୱାଜ ଭେରି ଲଙ୍ଗ ସୋ ଆଇ ଡିଡ୍ ନଟ୍ ୱେଟ୍। ତ ଯେହେତୁ ଧାଡି ବହୁତ ଲମ୍ବା ଥିଲା ତେଣୁକରି ମୁଁ ଅପେକ୍ଷା କରିପାରିଲି ନାହିଁ। ତ କ୍ୟୁ ବା ଯୋଉ ଧାଡି ସେଇଟା ଆପଣଙ୍କର କୋଉ ପାର୍ଟ ଅଫ ସ୍ପିଚ ରେ ଅଛି ବୋଲି କହିଛି। ଯେହେତୁ ଏଠି ଦି କ୍ୟୁ ଲେଖା ହେଇଛି, କ୍ୟୁଟା ଏଠି ଆପଣଙ୍କର ଗୋଟିଏ ସବଜେକ୍ଟ ଭଳି କାମ କରୁଛି। ସବଜେକ୍ଟ ସବୁବେଳେ ଆପଣଙ୍କର ନାଉନ ହବ ନହେଲେ ପ୍ରୋନାଉନ ହବ। ଯେହେତୁ ଏଠି ପ୍ରୋନାଉନ ଅପସନରେ ନାହିଁ ତେଣୁକରି ଆପଣଙ୍କର ନାଉନ ହିଁ ହବ ଏଇଠି। ତ ଦି କ୍ୟୁ ଟା ଆପଣଙ୍କର ନାଉନ ରେ ହିଁ ଯିବ। ଏମିତିରେ ଦେଖିବାକୁ ଗଲେ ଟି କ୍ୟୁ ଲେଖା ହେଇଛି ତେଣୁକରି ଏହା ନାଉନ ରେ ହିଁ ଯିବ। 16 ନମ୍ବର କ୍ୱେଶ୍ଚନ କଣ କହିଛି? ଚୁଜ୍ ଦି କରେକ୍ଟ ମିନିଂ ଅଫ ଦି ଗିଭେନ୍ ଇଣ୍ଡିୟମ ବା ଫ୍ରାଜେସ୍ ଫ୍ରମ ଦି ଅପସନ। ତ ଏଇ ଯୋଉ ଆମର ଫ୍ରେଜ ଟା ଦେଇଛି ତାର ମିନିଂ କଣ ବୋଲି ସେ କହିଛି। ଏଗେନ୍ଷ୍ଟ ଦି କ୍ଲକ୍। ତ କ୍ଲକ୍ ବା ଘଣ୍ଟାର ବିରୁଦ୍ଧରେ ତାର ମିନିଂ ଟି କଣ ହବ? ବିଙ୍ଗ ରଷ୍ଟ ଏଣ୍ଡ ହାଭିଂ ଲିଟିଲ ଟାଇମ ଟୁ କମ୍ପ୍ଲିଟ ସମଥିଙ୍ଗ। ତ କିଛି ଗୋଟେ କାମ ପାଇଁ ଆପଣଙ୍କ ପାଖରେ କମ ସମୟ ଅଛି। ତ ସେଇ ସମୟରେ ଆପଣ ଏଗେନ୍ଷ୍ଟ ଦି କ୍ଲକ୍ ଆପଣ ଇଣ୍ଡିୟମ ବା ଫ୍ରାଜ ଟା ୟୁଜ କରିଥାନ୍ତି। ତ ସଠିକ ଉତ୍ତର ହେଇଯିବ ବିଙ୍ଗ ରଷ୍ଟ ଏଣ୍ଡ ଲିଭିଂ ଲିଟିଲ ଟାଇମ ଟୁ କମ୍ପ୍ଲିଟ ସମଥିଙ୍ଗ। 16 ନମ୍ବର ପରେ ଚାଲନ୍ତୁ ଦେଖିବା 17 ନମ୍ବର କଣ କହିଛି। I decided to catch the bus because I was late। ତ ଏଇ ଯୋଉ ସେଣ୍ଟେନ୍ସ ଅଛି ସେଣ୍ଟେନ୍ସ ରେ ଆପଣଙ୍କର ଯୋଉ ବସ୍ ଲେଖା ହେଇଛି, ବସ୍ ଟା ଆପଣଙ୍କର କୋଉ ପାର୍ଟ ଅଫ ସ୍ପିଚ ରେ ଅଛି ବୋଲି କହିଛି। ତ ବସ୍ ଟା ଗୋଟେ ଜାଣିପାରୁଥିବେ ଆପଣ ନାମବାଚକ ବିଶେଷ୍ୟ। ତେଣୁକରି ବିଶେଷ୍ୟ ଆସିଲା ମାନେ ଆପଣଙ୍କର ନାଉନ ହେଇଯିବ ସଠିକ। 18 ନମ୍ବର କଣ କହିଛି? ହୁଜ ଗୋଲ୍ଡ ଫିସ୍ ଇଜ ଦିସ୍। ତ ଏଠାରେ ଗୋଟେ ସେଣ୍ଟେନ୍ସ ଦେଖୁଥିବ ଇଣ୍ଟରଗେଟିଭ ସେଣ୍ଟେନ୍ସ। ଏଠାରେ ଆପଣ ହୁଜ ଯୋଉ ଲେଖା ହେଇଛି ହୁଜ ଟି ଆପଣଙ୍କର ଏଠାରେ ସବଜେକ୍ଟ ଟାଇପ ର କାମ କରୁଅଛି। ସବଜେକ୍ଟ ଟାଇପ ର କାମ କରୁଛି ମାନେ ସେ ନାଉନ ହବ ନହେଲେ ଆପଣଙ୍କର ପ୍ରୋନାଉନ ହବ। ତେଣୁକରି ଏଠାରେ ନାଉନ ତ ହୁଜ ହେଇପାରିବ ନାହିଁ ତେଣୁକରି ଏଠାରେ ପ୍ରୋନାଉନ ହବ ଆପଣଙ୍କର ହୁଜ। 19 ନମ୍ବର କଣ କହିଲା? ଆଟ୍ ଦି ଡ୍ରପ ଅଫ ହ୍ୟାଟ। ଆଟ୍ ଦି ଡ୍ରପ ଅଫ ଏ ହ୍ୟାଟ। ତ ଏଇ ଯୋଉ ରହିଛି ଫ୍ରେଜ ତାର ମିନିଂ କଣ ବୋଲି ପଚାରିଛି। ଏହାର ସଠିକ ଉତ୍ତର ହେଇଯିବ ୱିଦାଉଟ୍ ଏନି ହେଜିଟେସନ। କୌଣସି ଦ୍ୱିଧା ନାହିଁ ବା କୌଣସି ସଂକୋଚ ନାହିଁ, ଇନଷ୍ଟାଣ୍ଟଲି ହେଇଯିବ ସଠିକ ଉତ୍ତର। ତାପରେ ଆସିଯାଇଛି 20 ନମ୍ବର ଦେଖିବା କଣ କହିଛି। ଫିଲ୍ ଇନ୍ ଦି ବ୍ଲାଙ୍କ ୱିଥ କରେକ୍ଟ ଅପସନ। ତ କରେକ୍ଟ ଅପସନ ରେ ବ୍ଲାଙ୍କ ଟା ଫିଲ୍ କରିବ। ହି ଇଜ ଡ୍ୟାଶ ଟଲେଷ୍ଟ ଇନ୍ ଦି ଗ୍ରୁପ। ତ ଗ୍ରୁପ ଭିତରୁ ସେ ହଉଛି ସବୁଠୁ ଡେଙ୍ଗା। ସମସ୍ତଙ୍କଠୁ ସେ ଡେଙ୍ଗା। ତ ଏଟାର ସଠିକ ଉତ୍ତର ହେଇଯିବ ଦି ଲାଗିବ ଆର୍ଟିକିଲ। ଆର୍ଟିକିଲ ଦି ରହିବ ଏଠି। ହି ଇଜ ଦି ଟଲେଷ୍ଟ ଅଫ ଦି ଗ୍ରୁପ। ତାପରେ ସେକ୍ସନ 2 ରେ ଆସିଛି ଆରିଥମେଟିକ। ଆରିଥମେଟିକ ରେ ଆପଣଙ୍କର 20ଟି କ୍ୱେଶ୍ଚନ ଅଛି। ଯଦି ଆଗକୁ ଆମେ ବଢିବା ତାହେଲେ ଭିଡିଓଟି ବହୁତ ଲମ୍ବା ହେଇଯିବ ଏବଂ ଏହାକୁ ଆମେ ଆଉ ଗୋଟେ ପାର୍ଟ ରେ କଭର କରିବା ବା ଅନ୍ୟ ଏକ ଭିଡିଓରେ ଆମେ ଏହାକୁ କଭର କରିବା କମ୍ପ୍ଲିଟ ଡିଟେଲ ରେ। ତ ଏଇ ଭିଡିଓରେ ଏତିକି ହିଁ ଥାଉ। ଯଦି ଭିଡିଓଟି ଭଲ ଲାଗିଛି ଏବଂ ଇନଫର୍ମେସନ ସଠିକ ଲାଗିଛି ତାହେଲେ ନିହାତି ଭାବରେ ସବସ୍କ୍ରାଇବ କରିବେ ଏବଂ ଲାଇକ୍ କରିବେ। ଯଦି ଆପଣଙ୍କର କେହି ସାଙ୍ଗସାଥି ଡିଫେନ୍ସ ଲାଇନ ବା ଓଡିଶା ପୁଲିସ ଟାଇପ ର ଆପଣଙ୍କର ଜବ୍ ପାଇଁ ପ୍ରିପାରେସନ କରୁଛନ୍ତି ତାହେଲେ ନିହାତି ଭାବରେ ଭିଡିଓଟି ସେମାନଙ୍କୁ ପଠେଇଦେବେ। ଯାହା ଦ୍ୱାରା ସେମାନେ ଜାଣିପାରିବେ ଯେ କୋଉ ଟାଇପ ର ଆପଣଙ୍କର କ୍ୱେଶ୍ଚନ ପଡୁଛି ଏବଂ ସେଇ ହିସାବରେ ସେମାନେ ଆପଣଙ୍କର ପ୍ରିପାରେସନ କରିବେ। ତ ଭିଡିଓଟି ଏତିକି ଥିଲା। ଯଦି ଭଲ ଲାଗିଛି ତାହେଲେ ନିହାତି ଭାବରେ ଲାଇକ୍ ଏବଂ ସେୟାର କରିବେ। ତା ସହିତ ସବସ୍କ୍ରାଇବ କରି ଆମକୁ ସପୋର୍ଟ ମଧ୍ୟ କରିବେ ଆଗକୁ ଏଇ ଟାଇପ ର ଭିଡିଓ ଦେଖିବା ପାଇଁ। ଧନ୍ୟବାଦ।